କରୁଣାକର ଓଝା ଶ୍ୟାମସୁନ୍ଦରପୁର। ସେ ମୋ ସ୍ତ୍ରୀ 2.5 ମାସ ହେଇଗଲା ନିଖୋଜ ଥିବାରୁ ମୁଁ ବିରାଟ ଥାନାରେ ଗୋଟେ ଏଫଆଇଆର କରିଥିଲି। ଏଫଆଇଆର କଲା ପରେ ଥାନା କହିଲେ ଯେ ସିଏ ତା ମନକୁ ଯାଇଛି ଆଉ ସିଏ ତାର ମନକୁ ଆସିବ, ଆମ ପାଖରେ ଲୋକେସନ ଫୋକେସନ କିଛି ନାହିଁ, ଆମେ କିଛି ଖୋଜିକି ଧରିପାରିବୁ ନାହିଁ। ଏହା କହିକି ଆମକୁ ଗୋଟେ ଚାର୍ଟ ବାହାର କରିକି ଦେଇଦେଲେ। ମୁଁ ସେଥିପାଇଁ ଆସିଛି ଏସ୍ପି ସାର୍ଙ୍କୁ ଟିକେ ଗୋଟେ ରିପୋର୍ଟ କରିବା ପାଇଁ। ବାହା ହେଲୁଣି 25 ବର୍ଷ ହେଇଗଲାଣି। ତିନୋଟି ପୁଅ 2ଟା ଝିଅ 1। ସମ୍ପର୍କ ସେଟା ଆଗରୁ ମଝିରେ ଥରେ ଗୋଟେ ଭାଇରାଲ ହେଇଥିଲା, ମାନେ ନଙ୍ଗଳା ମଙ୍ଗଳା ଫଟୋ ପୋଷ୍ଟ ହଉଛି କରିଥିଲା। ମୁଁ କହିନି ଯେ ଏମିତି କ'ଣ ସବୁ ହେଇଛି, ସେ ସେଠୁ କନ୍ଦା କଟା କଲା ପରେ ମୁଁ କହିନି ଯିବା ଚାଲ ହଉଛି କ'ଣ ମାନେ ଇଏ ପିଲା କିଏ ସେ କ'ଣ। ସେ ପିଲା ବହୁତ ଲୋକଙ୍କୁ ବି ଗାଳି ଗୁଲଜ କରିଛି, ଆମକୁ ବି ଗାଳି ଗୁଲଜ କଲା, ତାକୁ ବି ଗାଳି ଗୁଲଜ କଲା। କରିସାରିଲା ପରେ ତାପରେ ମଝିରେ ଧମକ ଦେଲା, କହିଲା ତୁ ହଉଛି ତତେ ମୁଁ ବର୍ବାଦ କରିବି, ଆଉ ତୋ ସ୍ୱାମୀକି ମାରିଦେବି, ତୋ ପିଲା ଛୁଆଙ୍କୁ ମାରିଦେବି ସମସ୍ତଙ୍କୁ। ସେ ପିଲା ଘର ହଉଛି ମୁଁ ଯାହା ଖବର ପାଉଛି ଚାନ୍ଦବାଲି ଫାଙ୍ଗୁଡା। ପିଲା ଏବେ ଜଷ୍ଟ ଫୋନ କରିଥିଲା, ପୁଅ ହଉଛି କଥା ହେଲା, ଗାଳି ଗୁଲଜ କରୁଛି, କହୁଛି ଯେ ମୁଁ 3ଟା ଥାନାରେ ଏଫଆଇଆର କରିକି ଆସିଛି, ମୋର ତମେ କିଛି କରିପାରିବନି, ମୁଁ କାହାରିକି ମାନେ ନା। ବୟସ ହଉଛି 36-40 ପାଖାପାଖି। ଆଉ ବୁଝାବୁଝି ମୁଁ ତାକୁ ସେ ଫୋନ ଯେତେବେଳେ କରେ ମୁଁ ତାକୁ କହିଛି ଯାହା ହେଲା ତ ପଳେଇଆ, ଆଉ ଆସିକି ପିଲା ଦେହ ଗୋଟେ ଖରାପ ଅଛି ଆଉ ପଳେଇଆ। ହଁ ଯିମି। ତାପରେ ଧର କାଲି ମନା କରୁଛି ନା ମୁଁ ଯିମିନି, ତମ ଇଚ୍ଛା ଯାହା ହଉଛି ତମେ କର, ମୋର ଯିବାର ନାହିଁ କି ପଇସା ମୁଁ ଜାଣେ ନା। ଆଉ ଇଏ ଆମର ମୁଁ ତମକୁ ଚିହ୍ନେ ନା କି ଜାଣେ ନା, ଏଇଭଳିଆ ଆମ ସାଙ୍ଗର। ଏବେ ଚାହୁଁଛି ଯୋଉ ଗ୍ରୁପର 5 ଲକ୍ଷ ଟଙ୍କା ହଉଛି ହେରଫେର କରିକି ନେଇଯାଇଛି, ତା ଦେହରେ ସୁନା 8-10 ଲକ୍ଷ ଟଙ୍କାର ସୁନା, ଆଉ ଜଣେ ଗୋଟେ କିସ୍ତି ଉଠେଇ ଦେଇଛି 1.5 ଲକ୍ଷ ଟଙ୍କା। ଏଗୁଡ଼ା ସବୁ ହରପନ କରିଦେବ, ଆମେ ହଉଛି ତା ବାଟ ସେ ତାର ରହିବ, ଆମ ବାଟରେ ଆମେ ରହିବୁ ଆଉ।